ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଏବଂ କତାର ମଧ୍ୟରେ 2ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୂରିଲା 9 ବର୍ଷ। ଚଳିତ ବଜେଟ୍ରେ 69,515 କୋଟି ଟଙ୍କାର ବ୍ୟୟ ଅଟକଳ। ଭାରତକୁ 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ସମ୍ବଳ ଅପଚୟ ହ୍ରାସ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ। ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଜମ୍ମୁ କାଶ୍ମୀରରେ ସମୀକ୍ଷା କରୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ମୁହାଁମୁହିଁ ହେବେ ଗୁଜରାଟ ଜାୟଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ଭାରତ କତାର ମିଳିତ ବ୍ୟବସାୟ ଫୋରମର ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଏବଂ କତାର ପ୍ରତିପକ୍ଷ ଶେଖ୍ ଫୈଜଲ ବିନ୍ ଥାନି ବିନ୍ ଫୈଜଲ ଅଲ୍ ଥାନି ଯୋଗ ଦେଇଛନ୍ତି। ଏହି ଅବସରରେ ଭାରତ ଓ କତାର ମଧ୍ୟରେ 2ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, 2 MOUs, one between CII and QBA and another between Invest Qatar and Invest India. We are also elevating the joint working group on trade and commerce to the ministerial level. As the Honorable Prime Minister had said, and I'd like to quote, today, be it major nations or global platform, the confidence in India is stronger than ever before. ଗଣମାଧ୍ୟମ ସହ କଥାବାର୍ତ୍ତା କରି ପୀୟୂଷ ଗୋୟଲ ଭାରତ ଓ କତାର ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ଏବଂ ସହଯୋଗର ବିପୁଳ ସମ୍ଭାବନା ରହିଥିବା କହିଛନ୍ତି। ଉଭୟ ଦେଶ ନୂତନ ଜ୍ଞାନକୌଶଳ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ 9 ବର୍ଷ ପୂରଣ ହୋଇଛି। 2016 ମସିହାରେ ଫସଲ ହାନି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଶିକାର ହୋଇଥିବା କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। କୃଷକଙ୍କ ଆୟ ସ୍ଥିର କରିବା କ୍ଷେତ୍ରରେ ଏହି ଯୋଜନାରେ ଅଭିନବ କୃଷି ପଦ୍ଧତିର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରାଯାଉଛି। 2025-26 ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାର ବଜେଟ୍ରେ 69,515 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନା ଜାରି ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରୀ ୱେବସାଇଟ୍ ଏବଂ ଡିଜିଟାଲ ପ୍ଲାଟଫର୍ମରେ ସମାନତା ଆଣିବା ପାଇଁ କେନ୍ଦ୍ର ସରକାର ଡିଜିଟାଲ ବ୍ରାଣ୍ଡ ଚିହ୍ନଟ ନିୟମାବଳୀ ଜାରି କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ନୂଆଦିଲ୍ଲୀରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ପ୍ରଯୁକ୍ତିବିଦ୍ୟା ମହାଶକ୍ତି ଭାବେ ଅଗ୍ରସର ହେଉଛି। ଏହା ଦେଶରେ ଡିଜିଟାଲ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବୈଷୟିକ ଅଭିନବତାକୁ ଅଗ୍ରାଧିକାର ଦେବ ବୋଲି ସେ କହିଛନ୍ତି। ଡିଜିଟାଲ ବ୍ରାଣ୍ଡ ଚିହ୍ନଟ ନିର୍ଦ୍ଦେଶାବଳୀ ହେଉଛି ଏକ ମାର୍ଗଦର୍ଶିକା ଯାହା ସରକାରଙ୍କ ଡିଜିଟାଲ ପ୍ଲାଟଫର୍ମରେ ବ୍ରାଣ୍ଡ ଚିହ୍ନଟ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉତ୍ପାଦଗୁଡ଼ିକର ପୁନଃ ବ୍ୟବହାର ଏବଂ ପୁନଃ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ଏବଂ ଜଳବାୟୁ ପରିବର୍ତ୍ତନ 2025 ସମ୍ପର୍କିତ ଅଷ୍ଟାଦଶ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଯାଦବ କହିଛନ୍ତି, 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ସମ୍ବଳ ଅପଚୟ ହ୍ରାସ ଏବଂ ସମ୍ବଳ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଜରୁରୀ। ସେ କହିଛନ୍ତି, 2050 ମସିହା ସୁଦ୍ଧା ଭାରତର ପୁନଃ ପ୍ରକ୍ରିୟାକରଣ ଅର୍ଥବ୍ୟବସ୍ଥାର ବଜାର ମୂଲ୍ୟ $2 ଲକ୍ଷ କୋଟି ଆମେରିକୀୟ ଡଲାର ଅତିକ୍ରମ କରିବ। ଏହା 1 କୋଟି ନିଯୁକ୍ତି ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ପୋଲିସ ମାମଲା ରୁଜୁ କରିବା ସହ ଜଣେ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ପରିସ୍ଥିତିର ସମାଧାନ ପାଇଁ ତାଙ୍କ ସରକାର କୂଟନୈତିକ ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି। ସେ କହିଛନ୍ତି, ସେଠାରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ପାଇଁ ନୂଆଦିଲ୍ଲୀ ସ୍ଥିତ ନେପାଳ ଦୂତାବାସର 2 ଜଣ ଅଧିକାରୀଙ୍କୁ ପଠାଯାଇଛି। ଅନ୍ୟପକ୍ଷରେ ନେପାଳ ଦୂତାବାସ ଭାରତ ସରକାର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଜମ୍ମୁ କାଶ୍ମୀରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ଚାଲିଛି।
ବୈଠକରେ ପୋଲିସ, ଜେଲ୍, ଅଦାଲତ ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଏଗୁଡ଼ିକର ସାମ୍ପ୍ରତିକ ସ୍ଥିତି ଓ କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଉଛି। ଗତବର୍ଷ ଜୁଲାଇ 1ରେ ସାରା ଦେଶରେ ପ୍ରଣୟନ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ନିୟମ ସହ ସମ୍ପର୍କିତ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ପ୍ରଭାବଶାଳୀ କରିବା ଲାଗି ଏହି ବୈଠକରେ ନିଷ୍କର୍ଷ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଏକ ୟୁଟ୍ୟୁବ୍ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ଏକାଧିକ ମାମଲା ରୁଜୁ ହୋଇଥିବାରୁ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ଗିରଫଦାରୀରୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଛନ୍ତି। ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ କାର୍ଯ୍ୟକ୍ରମରେ ଆହ୍ଲାବାଦିଆ ଅନୁପଯୁକ୍ତ ମନ୍ତବ୍ୟ ଦେବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ମନ୍ତବ୍ୟକୁ ନାପସନ୍ଦ କରି ନ୍ୟାୟାଳୟ ସମ୍ପୃକ୍ତ କାର୍ଯ୍ୟକ୍ରମର ଆଉ କୌଣସି ଏପିସୋଡ୍ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆହ୍ଲାବାଦିଆଙ୍କୁ ନିକଟସ୍ଥ ଥାନାରେ ପାସପୋର୍ଟ ଜମା କରିବା ସହ ବିନା ଅନୁମତିରେ ଦେଶ ଛାଡ଼ିବାକୁ ବାରଣ କରିଛନ୍ତି। ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଆଜି ସକାଳେ ଏକ ଦୁର୍ଘଟଣାରେ 3 ଜଣ ମହିଳାଙ୍କ ସମେତ 5 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 20 ଜଣ ଆହତ ହୋଇଛନ୍ତି। ଏକ ବିବାହ ଉତ୍ସବରୁ କିଛି ଲୋକ ଭ୍ୟାନ୍ରେ ଫେରୁଥିବା ବେଳେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଜବାହରପୁର ଗାଁ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ 3 ଜଣ ଓ ମେଡିକାଲରେ ଅନ୍ୟ 2 ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଆହତ 12 ଜଣଙ୍କୁ ଗ୍ୱାଲିୟର ସ୍ଥାନାନ୍ତର କରାଯାଇଛି। ପଞ୍ଜାବର ଫରିଦକୋଟ ଜିଲ୍ଲାରେ ଆଜି ସକାଳେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ନାଳ ମଧ୍ୟକୁ ଖସି ପଡ଼ିବାରୁ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ କୋଟକପୁରା ଫରିଦକୋଟ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ଦୁର୍ଘଟଣା ଏଡ଼ାଇବାକୁ ଯାଇ ବସ୍ଟି ରାସ୍ତାରୁ ଖସି ନାଳ ମଧ୍ୟରେ ପଡ଼ିଥିଲା। ମୃତକମାନଙ୍କ ମଧ୍ୟରୁ 3 ଜଣଙ୍କର ପରିଚୟ ମିଳିଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରୀଲଙ୍କାର ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମର ତୃତୀୟ ସମୀକ୍ଷା ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMFର କାର୍ଯ୍ୟନିର୍ବାହୀ ପରିଷଦ ଆସନ୍ତା 28 ତାରିଖରେ ବୈଠକ କରିବ। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରାଗ କୁମାର ଦିଶାନାୟକେ ଗତକାଲି ବଜେଟ୍ ଉପସ୍ଥାପନ କରି GDPର 6.7% ବିତ୍ତୀୟ ନିଅଣ୍ଟ ଦର୍ଶାଇଛନ୍ତି। ଆର୍ଥିକ ପ୍ୟାକେଜ ଅଧୀନରେ ବଜେଟ୍ ନିଅଣ୍ଟର କଠୋର ପରିଚାଳନା ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପରାମର୍ଶ ଅନୁଯାୟୀ କରାଯାଉଛି। 2023ରେ IMF ଶ୍ରୀଲଙ୍କାକୁ $2.9 ବିଲିୟନ ଆମେରିକୀୟ ଡଲାର ସମ୍ବଳିତ ସମ୍ପ୍ରସାରିତ ପାଣ୍ଠି ବ୍ୟବସ୍ଥା କରିଥିଲା। 2015 ପରଠାରୁ ଶ୍ରୀଲଙ୍କାର କୋହଳ ମୁଦ୍ରାନୀତି ଏବଂ ଅଧିକ ଋଣ ଯୋଗୁଁ ସେଠାରେ ମୁଦ୍ରା ସଙ୍କଟ ଦେଖାଦେଇଛି। ତେବେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ପରେ ଶ୍ରୀଲଙ୍କା ଏବେ ଅର୍ଥନୈତିକ ସ୍ଥିରତା ଆଡ଼କୁ ଗତି କରୁଛି। ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା 2025ର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ତୁଷାରପାତ ନ ହେବା ଯୋଗୁଁ ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତା ଚଳିତ ମାସ 22 ତାରିଖରୁ ଜମ୍ମୁ କାଶ୍ମୀରର ଗୁଲମାର୍ଗରେ ଆରମ୍ଭ ହେବାର ଥିଲା। ଗୁଲମାର୍ଗର କାଙ୍ଗଡୋରୀ ଫେଜ୍ 1 ଏବଂ ଗଲ୍ଫ କୋର୍ସ କ୍ଲବରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାର ଥିଲା। ତୁଷାରପାତ ହେବା ପରେ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ସନ୍ଧ୍ୟା 7:30ରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଗୁଜରାଟ ଜାୟଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ଗୁଜରାଟ ଜାୟଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ 2 ପଏଣ୍ଟ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ପୁରୁଷ FIH ପ୍ରୋ ହକି ଲିଗ୍ରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ନ 3ଟାରେ ଇଂଲଣ୍ଡ ଏବଂ ସ୍ପେନ୍ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ସନ୍ଧ୍ୟା 7:30ରେ ଭାରତ ଏବଂ ଜର୍ମାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଭଳି ମହିଳା FIH ପ୍ରୋ ଲିଗ୍ ହକିରେ ଆଜି ଭାରତ ଏବଂ ସ୍ପେନ୍ ମଧ୍ୟରେ ଅପରାହ୍ନ 5:15ରେ ମ୍ୟାଚ୍ ଖେଳାଯିବ। 2ଟି ମ୍ୟାଚ୍ରୁ 3 ପଏଣ୍ଟ ସହ ପୁରୁଷ ହକିରେ ଭାରତ 8ମ ସ୍ଥାନରେ ଥିବାବେଳେ ଜର୍ମାନ 4 ପଏଣ୍ଟ ସହ 7ମ ସ୍ଥାନରେ ରହିଛି। ପ୍ୟାରିସ୍ ଅଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଭାରତୀୟ ସୁଟର ମନୁ ଭାକରଙ୍କୁ BBC ଇଣ୍ଡିଆନ୍ ସ୍ପୋର୍ଟସ୍ ୱିମେନ୍ ଅଫ୍ ଦ ଇୟର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମନୁଙ୍କ ସମେତ ଗଲ୍ଫ ଖେଳାଳି ଅଦିତି ଅଶୋକ, ପାରାସୁଟର ଅବନୀ ଲେଖାରା, କ୍ରିକେଟର ସ୍ମୃତି ମନ୍ଧାନା ଏବଂ କୁସ୍ତି ଯୋଦ୍ଧା ଭିନେସ୍ ଫୋଗଟଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ମଧ୍ୟ ମନୋନୀତ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ ଏବଂ କତାର ମଧ୍ୟରେ 2ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୂରିଲା 9 ବର୍ଷ। ଚଳିତ ବଜେଟ୍ରେ 69,515 କୋଟି ଟଙ୍କାର ବ୍ୟୟ ଅଟକଳ। ଭାରତକୁ 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ସମ୍ବଳ ଅପଚୟ ହ୍ରାସ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ। ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଜମ୍ମୁ କାଶ୍ମୀରରେ ସମୀକ୍ଷା କରୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ମୁହାଁମୁହିଁ ହେବେ ଗୁଜରାଟ ଜାୟଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।